ओके। गुड इवनिंग स्टूडेंट। तो आज आम जो टॉपिक ऊपर डिस्कशन करबा ए टॉपिक को तीनोटी पिलांकर बेनिफिट अछि। प्रथमतः जो माने ओएस टाइम प्रिपरेशन होछ अपकमिंग प्रीलिम पर। सेकंड होछि जो माने 2026 रो ओएस पे टारगेट रखिछ। आउ सेकंड थर्ड होछि से पिला जो माने सीजीएल को मध्य साइड रे रखिछ बा सीजीएल को टारगेट रखिछ। ମୁଁ ପ୍ରତ୍ୟେକ ଓଏସ୍ ଆସ୍ପିରାଣ୍ଟ ପିଲାମାନଙ୍କୁ କହିବି ଯୋଉମାନେ କିଛି କିଛି ପିଲା ତ ଜବ୍ ରେ ଥାଇ ମଧ୍ୟ ଓଏସ୍ ପାଇଁ ପ୍ରିପାରେସନ କରୁଛ। ତ ତୁମ ପାଇଁ ନୁହେଁ, ଯୋଉ ପିଲା ୱିଦାଉଟ୍ ଜବ୍ ରେ ରହିକି ତୁମେ ପ୍ରିପାରେସନ କରୁଛ ଓଏସ୍। ମୁଁ ତୁମକୁ ଗୋଟେ କଥା କହୁଛି, ଦୀର୍ଘ 8 ବର୍ଷର ମୋର ଯୋଉ ଏକ୍ସପିରିଏନ୍ସ ଅଛି ସେ ଏକ୍ସପିରିଏନ୍ସରୁ ମୁଁ ତମାନଙ୍କୁ କହୁଛି ତୁମେ ପ୍ଲାନ୍ ବି ରଖିବାକୁ ପଡିବ ଏ ବର୍ଷ ପାଇଁ। କାହିଁକି ନା ତମର ଅପରଚ୍ୟୁନିଟି ଅଛି ତୁମେ ଓଏସ୍ ପ୍ରିପାରେସନ ଭିତରେ ହିଁ ସିଜିଏଲ କୁ ବଜେଇବା ପାଇଁ। କାରଣ ସିଜିଏଲ ମଧ୍ୟ ଗ୍ରୁପ ବି ର ପୋଷ୍ଟ ଯୋଉଟା କି ତମକୁ ଫିଲ୍ କରେଇବ ଆଜ ଗୋଟେ ସିଭିଲ ସର୍ଭାଣ୍ଟ ଅଫିସର ଜଷ୍ଟ ଲାଇକ୍ ଫିଲ୍ ଦବ। 100% ନ ଦେଇପାରେ କିନ୍ତୁ ଫିଲ୍ କରିବ। ଆଉ ତା ତୁମକୁ ହେଲ୍ପ କରିବ ନେକ୍ସଟ ଆଟେମ୍ପ୍ଟରେ ଆଉ ଥରେ ସକ୍ସେସ୍ ପାଇବା ପାଇଁ। ତ ବର୍ତ୍ତମାନ ପ୍ରତ୍ୟେକ ପିଲା ପ୍ଲାନ୍ ଏ ଆଉ ପ୍ଲାନ୍ ବି ଦିଟାକୁ ସାଇଡରେ ନବ। ଆଉ ଯୋଉମାନେ କିଛି ଓଏସ୍ ସିଜିଏଲ ବ୍ୟାଚ୍ ମଧ୍ୟ ଲିଙ୍କ ଦେଇଛି, ତୁମେ ମଧ୍ୟ এইଭଳି ପ୍ଲାନିଂ ଅନୁଯାୟୀ ମଧ୍ୟ ତୁମେ ଟାର୍ଗେଟ ରଖିବ ଯେ ନା ମତେ ଓଏସ୍ କୁ এইଭଳି ପଢିବାର ଅଛି। ଆଉ ଯୋଉମାନେ 26 ପିଲାଙ୍କ ବ୍ୟାଚରେ ବି ଏଇ କ୍ଲାସର ଲିଙ୍କ ଦିଆଯାଇଛି, ତୁମେ ମଧ୍ୟ ବର୍ତ୍ତମାନ ଠାରୁ ତୁମେ ଭାବିବନି ମୁଁ 26ରେ ଏକ୍ଜାମ ଦେବି। ତୁମେ ଭାବିବ ମୁଁ 25ରେ ଏକ୍ଜାମ ଦେବି, ମତେ ସେଇଭଳି ପଢିବାର ଅଛି, ତାହେଲେ ମୁଁ ସକ୍ସେସ୍ ପାଇବି। ତ ତା ପୂର୍ବରୁ ମୁଁ ତୁମମାନଙ୍କୁ କହିଦଉଛି এই ତିନୋଟି ବ୍ୟାଚର ପିଲାମାନଙ୍କ ପାଇଁ ମୁଁ ଡିସ୍କସନ କରୁଛି ଯୋଉମାନେ ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ ଜଏନ୍ କରିଛ ଓଏସ୍ ର ପ୍ରି ପ୍ଲସ୍ ମେନ୍ ବ୍ୟାଚରେ କିମ୍ବା ରାପିଡ ଫାୟାର କିମ୍ବା ସିଜେଲ এই ବ୍ୟାଚ୍ ଯୋଉମାନେ ଜଏନ୍ କରିଛ ସେଇମାନଙ୍କ ପାଇଁ ମୁଁ ଆଜି ଡିସ୍କସନ କରୁଛି। এই ଯୋଉ ଟାଇମ ଟେବୁଲଟା ରଖିଛି ଏଟା ମୁଁ ପରେ କହିବି। ଫାଷ୍ଟ ମୁଁ ତୁମମାନଙ୍କ ସହିତ ଆଜିର ଡିସ୍କସନକୁ ଷ୍ଟାର୍ଟ କରୁଛି। ଓକେ, ଦେଖ ଆମ ସାମ୍ନାରେ ତିନୋଟି ଜିନିଷ ରହୁଛି। ଗୋଟେ ହଉଛି ଓପିଏସସି ଓଏସ୍ ର 2025 ଅକ୍ଟୋବରରେ ପ୍ରିଲିମ୍ ହେବାକୁ ଯାଉଥିବା ଏକ୍ଜାମ। ତା ସହିତ ସେଇ ସମୟରେ ଓ ଡବଲ ଏସଏସସି ସିଜିଏଲ ର ପ୍ରିଲିମ୍ ଏକ୍ଜାମ ମଧ୍ୟ ଅକ୍ଟୋବରରେ ହବ କିମ୍ବା ନଭେମ୍ବରରେ ହେଇପାରେ। କାହିଁକି ନା ଗତ ବର୍ଷ ତୁମମାନଙ୍କର ଅକ୍ଟୋବର ମାସରେ ହେଇଥିଲା ପ୍ରିଲିମ୍। ନୋ ଡାଉଟ୍ ଏଥର ଅକ୍ଟୋବର ନ ହେଇକିରି ନଭେମ୍ବରରେ ବି ହେଇପାରେ। ଆଉ ଗୋଟେ ରହୁଛନ୍ତି କେଉଁମାନେ ନା ଯୋଉମାନେ ଓଏସ୍ ପ୍ରିପାରେସନ କରୁଛ 2025 ପାଇଁ, ସରି 26 ପାଇଁ। ଦେଖ ପିଲେ, ମୁଁ ତୁମକୁ ଏଇଠି ଗୋଟେ ସଜେସନ ଦେବାକୁ ଚାହିଁବି। ଯୋଉମାନେ ଓଏସ୍ ପ୍ରିପାରେସନ କରୁଛ 26 କୁ, ତୁମେ ଭାବ ମତେ ଏଇ ପିଲାଙ୍କ ସହିତ ଦୌଡ଼ିବାର ଅଛି। ଆ ଦ୍ୱାରା ଦିଟା ପ୍ଲସ୍ ପଏଣ୍ଟ, ତାଙ୍କ ସହିତ ଦୌଡ଼ିକି ଜାଗା ମୁଣ୍ଡରେ ପହଞ୍ଚିଗଲ। ସେକେଣ୍ଡ ଟାଇମ୍ ତମକୁ ଥରେ ରିଭିଜନ କରାଗଲା। ଆ ଦ୍ୱାରା କଣ ହେଲା ନା ତୁମେ ଅଟୋମେଟିକ ସେ ଲାଇନରେ ଦୌଡ଼ିବା ତମର ଷ୍ଟାର୍ଟ ହେଇଗଲା। ଏବେ ଆସିଲା ଯୋଉମାନେ 2025 ଅକ୍ଟୋବରକୁ ଟାର୍ଗେଟ ରଖିଛ ପ୍ରିଲିମ୍ ପାଇଁ। ଦେଖ, ପ୍ରିଲିମ୍ ପାଇଁ ତମ କତିରେ ଟାଇମ୍ ଅଛି ଆଉ କେତେ ଦିନ? ଯଦି ଏଟା ଜୁନ ମାସ ହଉଛି, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ତାର ଅର୍ଥ 3 ମନ୍ଥ ତମ କତିରେ ଟାଇମ୍ ଅଛି। ଯଦି ଗୋଟେ ପିଲା ଓଏସ୍ 3 ମନ୍ଥରେ ଭଲସେ ପ୍ରିପାରେସନ କଲା, ତାକୁ ସାଇଟରେ ସିଜିଏଲ ଏକ୍ଜାମ ସହଜରେ ସେ କ୍ଲିୟର କରିପାରିବ। ତାହେଲେ 3 ମାସରେ ଆମେ କେମିତି ପ୍ରିପାରେସନ କରିବା, ଫାଷ୍ଟ ସେ ବିଷୟରେ କହିବି। ତାପରେ ସାଇଟରେ ସିଜିଏଲ ପାଇଁ ତମେ କେମିତି ପଢିବ ତାହା କହିବି, ଯୋଉଟା କି ସିଜିଏଲ ପିଲା ଏଇ ଜିନିଷକୁ ଫଲୋ କରିପାରିବ। ଦେଖ, ଆମର ଯଦି ଆପ୍ଲିକେସନର ମୁଁ ରେକର୍ଡିଂ କ୍ଲାସକୁ ଯାଏ, ବର୍ତ୍ତମାନ ସୁଦ୍ଧା ତୁମର ଓଏସ୍ ବ୍ୟାଚରେ ପଲିଟିର କ୍ଲାସ କମ୍ପ୍ଲିଟ ସରିଛି। ସିଜିଏଲ ର କ୍ଲାସ ପଲିଟି ସରି ନାହିଁ, କିନ୍ତୁ ସିଜିଏଲ ପିଲାଙ୍କର ପଲିଟି ଆସନ୍ତାକାଲି ରଥଯାତ୍ରା ଅଛି 27 ତାରିଖ, 28 ତାରିଖ ଠାରୁ ଷ୍ଟାର୍ଟ ହଉଛି ପଲିଟି କ୍ଲାସ। ତା ଅର୍ଥ ଯଦି ଗୋଟେ ପିଲା ପଲିଟିକୁ ଭଲସେ ସାରି ଦଉଛି, ପର୍ଟିକୁଲାର ମୁଁ ଓଏସ୍ ପିଲା କଥା କହୁଛି, ପଲିଟିକୁ ସେ ଭଲସେ ସାରି ଦଉଛି, ଏଇଠି ସେ କେତେ ଭଳିଆ ସ୍କୋର କରିଦଉଛି? ଆରାମସେ 15+ ସ୍କୋର କରିଦଉଛି। ତ ତୁମର ଟାର୍ଗେଟ ରହିବା ଦରକାର ଯେ ମୁଁ ପ୍ରଥମେ ପଲିଟିକୁ ସମ୍ପୂର୍ଣ୍ଣ ସାରିବି। ଦ୍ୟାଟ୍ ଇଜ ଦ ନମ୍ବର ୱାନ୍ ପଏଣ୍ଟ। କାହିଁକି? ଯେହେତୁ ଏ ଜିନିଷ ସରିଯାଇଛି, ତୁମେ ସାଇଟରେ ଆକୁ କଣ କରିବ? ରିଭିଜନ କରିବା ଷ୍ଟାର୍ଟ କରିଦେବ।
सेकेंड आसला कौन ना हिस्ट्री। ମୁଁ ଏ ବର୍ଷ ଯୋଉ ହିଷ୍ଟ୍ରି ପଢେଇଛି କୋଉ ବର୍ଷ ଏ ପିଲାଙ୍କୁ ଏମିତି ପଢେଇନି କାହିଁକି ଏ ବର୍ଷ ହିଷ୍ଟ୍ରିର ଡିମାଣ୍ଡ ଅଧିକ ହବାକୁ ଯାଉଛି। ତ ସେଥିପାଇଁ ମୁଁ ମଡର୍ଣ୍ଣ ହିଷ୍ଟ୍ରିଟାକୁ ସମ୍ପୂର୍ଣ୍ଣ ରୂପେ କମ୍ପ୍ଲିଟ୍ କରିଦେଇଛି। ତାହେଲେ ଯଦି ଗୋଟେ ପିଲା ମଡର୍ଣ୍ଣ ହିଷ୍ଟ୍ରିକୁ ସମ୍ପୂର୍ଣ୍ଣ ରୂପେ ସାରି ଦଉଛି ଆଜିର ଟାଇମରେ ମୁଁ ତମକୁ କହୁଛି ମୁଁ ଆରାମସେ 5 ରୁ 6 ଭଳିଆ ସ୍କୋର କରିବି। That is important। ଆଉ ଯଦି ତା ସହିତ ଓଡ଼ିଶାର ହିଷ୍ଟ୍ରି ମଧ୍ୟ ଆମେ ସାରି ଦେଇଛେ ମଡର୍ଣ୍ଣ ହିଷ୍ଟ୍ରି। ଓଡ଼ିଶାର ମଡର୍ଣ୍ଣ ହିଷ୍ଟ୍ରି ମଧ୍ୟ ସମସ୍ତ ବ୍ୟାଚରେ ସରିଛି। ରେକର୍ଡିଂ କ୍ଲାସ ଅଲରେଡି ଅଛି। ତୁମ ପାଖରେ ସମୟ ଅଛି ନିଜେ ସେ ରେକର୍ଡିଂ କ୍ଲାସ ଦେଖି କରିପାରିବ। ତା ଅର୍ଥ ତମେ ଆମେ ଦେଖିଲେ 10 ଭଳିଆ ଆମେ ସ୍କୋର କରିଦେବା। ତାହେଲେ ଏ ଦିଟା ଟପିକ ଆମର 100% ସରିଛି। ତାର ଅର୍ଥ ଗୋଟେ ପିଲା ଯଦି ଆଜି ସେ ଏକ୍ସାମ ଦେବାକୁ ଯାଏ ସେ 25 ପାଖାପାଖି ସ୍କୋର କରିବାର ସକ୍ଷମତା ତା ପାଖରେ ଅଛି। ତାହେଲେ ତାକୁ ଆଉ କେତେ ମାର୍କ ଦରକାର? ଗୋଟେ ଓଏସ୍ ପିଲା ଯୋଉମାନେ ଏ ବର୍ଷ ପ୍ରିଲିମ୍ ଦଉଛ ତମର ସେଫ୍ ସ୍କୋର ହଉଛି 100। 100 ମାନେ ତମକୁ ଆଉ କେତେଟା କୋଶ୍ଚିନ୍ ଦରକାର ହଉଛି? ଆଉ 25ଟା କୋଶ୍ଚିନ୍, କାରଣ ଅଲରେଡି 25ଟା ତମେ ଛୁଇଁ ଯାଇଛ। ତାହେଲେ ଆମେ ବର୍ତ୍ତମାନ ଟାର୍ଗେଟ ନେଇଛେ ଜୁଲାଇ ମାସର ଟାର୍ଗେଟ। ମୁଁ ତମକୁ ଏଇଠି ଦେଖଉଛି ପିଲେ ଜୁଲାଇ ମାସରେ ଆମେ ଟାର୍ଗେଟ କଣ ରଖିଛେ ଦେଖ। ଇଏ ହଉଛି ମୋର ଜୁଲାଇ ମାସର ପ୍ଲାନିଂ। ଜୁଲାଇ ମାସର ପ୍ଲାନିଂ ସିନା କିନ୍ତୁ ମୁଁ ଷ୍ଟାର୍ଟ କରିବି କୋଉଠୁ ନା ଜୁନ ମାସ 28 ତାରିଖଠୁ ଷ୍ଟାର୍ଟ ହବ। କାରଣ କାଲି ରଥଯାତ୍ରା ହଉଛି କେବଳ କେବଳ ମର୍ଣ୍ଣିଂରେ କ୍ଲାସ ଅଛି ଇଭିନିଂରେ କ୍ଲାସ ନାହିଁ। ତ ଏଟାକୁ 28ରୁ ଷ୍ଟାର୍ଟ କରିବି। ଦେଖ ଜୁନ ମାସରେ ପର୍ଟିକୁଲାର ଓଏସ୍ ବ୍ୟାଚରେ ଯୋଉମାନେ ପିଲା ଅଛ ସେମାନଙ୍କୁ କେମିତି ମାନେ ପ୍ରିପେୟାର କରିବାକୁ ପଡିବ। ତୁମେ ସାଇଟରେ ନିଜର ସେଲ୍ଫ ଷ୍ଟଡି କେମିତି କରିବ? ଗୋଟିଏ ହଉଛି ପଲିଟି, ଗୋଟିଏ ହଉଛି ହିଷ୍ଟ୍ରି ଯୋଉଟା କି ଅଲରେଡି ସରିଛି। ଏ ଦିଟା ତୁମେ ସାଇଟରେ ସେଲ୍ଫ ଷ୍ଟଡି କରିବ। ତୁମେ ଭାବୁଥିବ ହଁ ତ ପଢିଛି ଆଉ କଣ ଦରକାର, ବାର ବାର ରିପିଟ କରିବ। ଏଭ୍ରିଥିଙ୍ଗ ମନେ ରଖିବାକୁ ଚେଷ୍ଟା କରିବ। ଆର୍ଟିକଲ 17ରେ କଣ ଅଛି, ଆର୍ଟିକଲ 19ରେ କଣ ଅଛି, ଆର୍ଟିକଲ 1, 2, 3ରେ କଣ ଅଛି, ଆର୍ଟିକଲ କୋଉଥିରେ କଣ ରହୁଛି। ହିଷ୍ଟ୍ରିକୁ ମନେ ରଖିବ ଯେ ଆମର ସିଭିଲ ଡିସୋବିଡିଏଣ୍ଟ କଣ ହେଇଥିଲା, ତାର କନସେପ୍ଟ କଣ, କାହିଁକି କରାଯାଇଥିଲା, ତୁମର କ୍ୱିଟ ଇଣ୍ଡିଆ ମୁଭମେଣ୍ଟ କଣ, ତୁମର ସିପାହୀ ବିଦ୍ରୋହ କହିଲେ କଣ ବୁଝିବା, ଆଇଏନସି କଣ, ଏଭ୍ରିଥିଙ୍ଗ ବାର ବାର ତମ ମାଇଣ୍ଡରେ ଆସିବା ଦରକାର। ତ ଏଟା ହଉଛି ତମେ ସାଇଡରେ ସେଲ୍ଫ ଷ୍ଟଡି କରିବ। ଯୋଉମାନେ 25-26କୁ ଟାର୍ଗେଟ ରଖିଛ ତ ଆର ଅଲରେଡି ରେକର୍ଡିଂ କ୍ଲାସ ଅଛି। ତମକୁ ଏଟାକୁ ଆଉ ଥରେ ପଢା ହବ କିନ୍ତୁ ରେକର୍ଡିଂ କ୍ଲାସ ଥ୍ରୁରେ ତୁମେ ଏଟାକୁ ଟ୍ରାଏ କର କମ୍ପ୍ଲିଟ କରିବା ପାଇଁ। ତ ଆମେ ସାଇଡରେ ଲାଇଭ କ୍ଲାସରେ ପଢିବା କଣ ନା ପ୍ରତ୍ୟେକ ଦିନ 7ଟା ବେଳେ ମୁଁ ବର୍ତ୍ତମାନ ଷ୍ଟାର୍ଟ କରିବି କଣ ନା ଗୋଟେ ଦିନ ଜିଓଗ୍ରାଫି, ଗୋଟେ ଦିନ ଇକୋନୋମିକ୍ସ। ଜିଓଗ୍ରାଫି ଇକୋନୋମିକ୍ସ ତା ଅର୍ଥ ମୋର ଜୁଲାଇ ମାସରେ ଟାର୍ଗେଟ ରହିବ ସମ୍ପୂର୍ଣ୍ଣ ରୂପେ ଜିଓଗ୍ରାଫିକୁ ସାରିବା ପାଇଁ ଆଉ ଇକୋନୋମିକ୍ସକୁ ସାରିବା ପାଇଁ। ଜିଓଗ୍ରାଫିର କିଛି କ୍ଲାସ ମୁଁ କରିଛି ସୋ ଦ୍ୟାଟ ଆଉ ଏତେ ତମକୁ ଲାଗିବନି ମାନେ ଲେଟ୍। ଗୋଟିଏ ମାସରେ ଆରାମସେ ଜିଓଗ୍ରାଫି ଆଉ ଇକୋନୋମିକ୍ସ ସରିଯିବ। ଆ ଦ୍ୱାରା କଣ ହେଲା ନା ଜୁଲାଇ ମାସ ଏଣ୍ଡ ସୁଦ୍ଧା ତମର ପଲିଟି ସରିଗଲା, ଜିଓଗ୍ରାଫି ସରିଗଲା, ଇକୋନୋମିକ୍ସ ସରିଗଲା, ଏ ସମସ୍ତ ଜିନିଷ ସରିଗଲା। ଆଉ କଣ ନା 8ଟା 30ରେ ଯୋଉଟା କି ମୁଁ ଆଗରୁ କରୁଥିଲି ବର୍ତ୍ତମାନ ଷ୍ଟପ୍ କରିଛି କିନ୍ତୁ ଏବେ ତମମାନଙ୍କୁ ଇମ୍ପୋର୍ଟାଣ୍ଟ କାହିଁକି ନା ଏଇ ଶେଷ 3 ମାସ ଯିଏ ପଢିବ ସିଏ ଜବ୍ କରିବ। ଶେଷ 3 ମାସ ଯିଏ ପଢିବ ସେ ଜବ୍ କରିବ। ତ ସେଥିପାଇଁ ଶେଷ 3 ମାସ ତମର ଏବେ ଯେତିକି ହଉ 15 ମିନିଟ୍ ହଉ 20 ମିନିଟ୍ ହଉ ଏଭ୍ରି ଡେ ଆମେ କରେଣ୍ଟ ଆଫେୟାର ପଢିବା। ଯୋଉ କରେଣ୍ଟ ଆଫେୟାର ସିଜିଏଲ ପିଲାଙ୍କୁ ମଧ୍ୟ ଦିଆଯିବ। ଏଇ ସେମ୍ ଲେବୁଲର କରେଣ୍ଟ ଆଫେୟାର, ସେମ୍ ଲେବୁଲର କରେଣ୍ଟ ଆଫେୟାର। କାହିଁକି ନା ଓଏସ୍ ରେ ଯୋଉ ପ୍ୟାଟର୍ନର କରେଣ୍ଟ ଆଫେୟାର ଅଛି ସିଜିଏଲ ର ପ୍ୟାଟର୍ନ ଅଲଗା ହେଇପାରେ କିନ୍ତୁ ଲେବୁଲ ଅଫ କରେଣ୍ଟ ଆଫେୟାର ସେମ୍। ଆମେ ଯୋଉ ଆଇଏନସି ବିଷୟ ସରି ଆମର ୟୁନେସ୍କୋ ବିଷୟରେ ପଢୁଛେ ସିଜିଏଲ ରେ ସେ ୟୁନେସ୍କୋ ଡିଫରେଣ୍ଟ ହେଇଛି। ସିଜିଏଲ ର କ୍ୱେଶ୍ଚିନ୍ ୱାନ୍ ଲାଇନରେ ଆସେ, ଓଏସ୍ ରେ ଷ୍ଟେଟମେଣ୍ଟ ବାଲା ଆସେ। ଆ ଭିତରେ କିଛି ନାହିଁ କିନ୍ତୁ ଆ ଥିଓରି ଯାହା ଆ ଥିଓରି ସେୟା। ତାହେଲେ ତୁମକୁ କମ୍ବାଇନ୍ଡଲି ଏଇ ଯୋଉ ମାସର ଯୋଉ କରେଣ୍ଟ ଆଫେୟାର ଦିଟାକ ବ୍ୟାଚରେ କମ୍ବାଇନ୍ଡଲି ଦିଆଯିବ। ଓକେ। ଆଉ ଗୋଟେ କଣ ନା 8ଟା ମର୍ଣ୍ଣିଂ 8ଟା ବେଳେ ମ୍ୟାଥ ଆଉ ରିଜନିଂ ତମକୁ ପ୍ରାକ୍ଟିସ କରାଯିବ। ଦ୍ୟାଟ ମିନ୍ସ PYQ। ଏଇ ଯୋଉ ମାସରେ ମୁଁ ବେଶୀ ଚେଷ୍ଟା କରିବି PYQ କରିବା ପାଇଁ। ତୁମେ ଲକ୍ଷ୍ୟ କରିଥିବ ମୁଁ ବିଗତ ମାନେ କିଛି ଦିନ ତଳେ ଯୋଉ ଗୋଟେ କ୍ଲାସ ନେଇଥିଲି ମ୍ୟାଥର PYQ କପି ପେଷ୍ଟ ହେଇଛି ଓଏସ୍ ର କ୍ୱେଶ୍ଚିନ୍ ସିଜିଏଲ। ସିଜିଏଲ ର କ୍ୱେଶ୍ଚିନ୍ କପି ପେଷ୍ଟ ହଉଛି ଓଏସ୍ ରେ। ମ୍ୟାଥ କଥା କହୁଛି, ରିଜନିଂ କଥା କହୁଛି। କାହିଁକି ନା ଯେହେତୁ ଏ ଦି ଜଣ ଗ୍ରୁପ ଏ ଗ୍ରୁପ ବି ଏଇଭଳି ଆକାରର ପୋଷ୍ଟ ହଉଛି ମ୍ୟାଥର ଲେବୁଲ ସମସ୍ତଙ୍କର ପ୍ରାୟତଃ ସମାନତା। ଆଉ ଗୋଟେ କଣ
ନା ଇଥିରେ ଯୋଉ ଟାଇପ ର ଡିଆଇ ଆସେ ସିଜିଏଲ ର ମଧ୍ୟ ସେ ଟାଇପ ର ଡିଆଇ ଆସେ। ତା ଅର୍ଥ ଭାବ ଯଦି ଗୋଟେ ପିଲା ଓଏସ୍ କୁ ଫୋକସ କରୁଛି ସିଜିଏଲ ତା ପାଇଁ କେତେ ଇଜି ହେଲା। ପ୍ଲାନ ବି କ୍ଲିୟର କରିବା ତା ପାଇଁ କେତେ ସହଜ ହେଇଗଲା। ନା ତାକୁ କରେଣ୍ଟ ଆଫେୟାର ଏକ୍ସଟ୍ରା ପଢିବାକୁ ପଇଲା, ନା ତାକୁ ମ୍ୟାଥ ପଢିବାକୁ ପଇଲା, ନା ତାକୁ ରିଜନିଂ ଏକ୍ସଟ୍ରା ପଢିବାକୁ ପଇଲା। ଏବେ ଆସିଲା ଯେ ଯୋଉମାନେ ସିଜିଏଲ ପିଲା ଅଛ ତମ ମାନଙ୍କ ପାଇଁ ମୁଁ ଗୋଟେ ଏକ୍ସଟ୍ରା କ୍ଲାସ ଆସନ୍ତା 28 ତାରିଖଠୁ ଷ୍ଟାର୍ଟ କରିବି, ସେ ହଉଛି ଜିକେ। ଏଥିରେ ତମକୁ ପଲିଟି ପଢା ହବ, ଜୋଗ୍ରାଫି, ଇକୋନୋମି, ହିଷ୍ଟ୍ରି ଏବେଠୁ ମୁଁ ଷ୍ଟାର୍ଟ କରିଦେବି। କିନ୍ତୁ ତମର ଟିକେ ଡିଫରେଣ୍ଟ, ଓଏସ୍ ଲେବୁଲ ଠାରୁ ଟିକେ କମ ଲେବୁଲରେ ପଢା ହବ। ଆ ଅର୍ଥ ତୁମେ ବୁଝ ପିଲେ, ଯୋଉ ପିଲାଟା ଓଏସ୍ ପାଇଁ ପଢୁଛି ସିଏ ଯେତେବେଳେ ସିଜିଏଲ ପଢିବ ଲୋ ଲେବୁଲରେ ପଢିବ, ତା ଅର୍ଥ ତାକୁ ଆହୁରି କେତେ ସହଜ ହେଇଯିବ ପ୍ଲାନ ବି ପ୍ରତି ତାର କନଫିଡେନ୍ସ। ଯଦି ଗୋଟେ ପିଲାର ପ୍ଲାନ ବି ପ୍ରତି କନଫିଡେନ୍ସ ବଢି ବଢି ଚାଲିବ, ଏ ବି ପାଇବା ପାଇଁ ତା ପାଇଁ ସହଜ ହେଇଯିବ। ଆଉ ତା ସହିତ ପ୍ରତ୍ୟେକ ସଣ୍ଡେ ଦିନ ତୁମମାନଙ୍କୁ ଯେମିତି ମୁଁ ଏକ୍ସାମ ଦଉଥିଲି ସେଇଭଳି ଏକ୍ସାମ ଦିଆଯିବ। 50ଟା ଲେଖା କ୍ୱେଶ୍ଚିନ୍ ତମକୁ ଦିଆଯିବ, ତୁମେ ପର ସଣ୍ଡେ ଏମସିକ୍ୟୁ ପଢିବ। ଆଉ ଏ ଯୋଉ ଏଭ୍ରିଡେ ଏମସିକ୍ୟୁ ସବୁଦିନ ତ କରିହବନି, ମୁଁ ୱିକଲି ଆଟଲିଷ୍ଟ 4 ଡେଜ ତୁମ ପାଇଁ ଏଟାକୁ ରଖିବି, ଯୋଉଟା କି ଏମସିକ୍ୟୁ କରିବା, ଯୋଉଟା କି ଲାଇଭ ଡିସ୍କସନ। ତା ଅର୍ଥ ଇଏ ହଉଛି ଜୁଲାଇ ମାସରେ ଯୋଉମାନେ ଓଏସ୍ ପାଇଁ ପଢୁଛ ତୁମ ପାଇଁ ଏଟା ପ୍ଲାନିଂ ସ୍କ୍ରିନଶଟ କରି ରଖିଦବ। ଏଇଟା ହିଁ ତମର କନଷ୍ଟାଣ୍ଟ ପ୍ଲାନିଂ ଗୋଟିଏ ମାସ ପର୍ଯ୍ୟନ୍ତ ମୁଁ ନେବି 28 ତାରିଖଠୁ। ଆଉ ଯୋଉମାନେ ସିଜିଏଲ ପାଇଁ ପଢୁଛ ଏଇଠି ତମକୁ କହିବାକୁ ଚାହୁଁଛି 8ଟା ବେଳେ ତମର ମ୍ୟାଥ ଆଉ ରିଜନିଂ ର କ୍ଲାସ ଦିଆଯିବ ୱିଥ ପିଇକ୍ୟୁ। 4ଟା ବେଳେ ସ୍ପେଶାଲି ତୁମମାନଙ୍କର ଗୋଟେ କ୍ଲାସ ମୁଁ ଆସନ୍ତା 28 ତାରିଖଠୁ ନେବି, ଯାହାର କ୍ଲାସ ନାଁ ହଉଛି ଜିକେ କ୍ଲାସ। ଏଥିରେ ତମକୁ ୱାନ୍ ଲାଇନର କ୍ୱେଶ୍ଚିନ୍ ଦେବି, ୱାନ୍ ଲାଇନର ରିଲେଟେଡ ଟ୍ରିକ୍ ଶିଖେଇବି, ଯୋଉଟା କି ତମକୁ ସହଜ ହବ। ଯଦି ଗୋଟେ ପିଲା ଓଏସ୍ ବ୍ୟାଚ୍ ରେ ଜଏନ୍ କରିଛି, ମୁଁ ତାକୁ ଏହା ଗୋଟେ ସଜେସନ ଦେଇପାରିବି, ତୁମର ଏ ପ୍ରାଇସଟା 199 ଓନ୍ଲି ଆସୁଛି ମନ୍ଥଲି ରିଚାର୍ଜ ଠାରୁ କମ। ତ ଏଟା ଗୋଟେ ତୁମେ ଯଦି ଜଏନ୍ କରୁଛ ତମକୁ ଜଣା ପଡିଯିବ ଯେ ଆକ୍ଚୁଆଲି ଓଏସ୍ ଲେବୁଲର କୋଉ ଟାଇପର କ୍ୱେଶ୍ଚିନ୍ ଆସୁଛି, ତମକୁ ଇଜି ହବ। ଆଉ କରେଣ୍ଟ ଆଫେୟାର ଦିଟାଙ୍କର ସମାନ ରହିବ। ତ ବର୍ତ୍ତମାନ ସିଜିଏଲ ବ୍ୟାଚରେ ତମକୁ ଏଇଭଳି ଆକାରରେ ଦିଆଯିବ। ହଁ, ଆଉ ଗୋଟେ କଥା କହିଦଉଛି, ସିଜିଏଲ ରିଲେଟେଡରେ ଆମ ମ୍ୟାଡାମ କଣ କରୁଛନ୍ତି ନା ତୁମମାନଙ୍କୁ ପଠଉଛନ୍ତି ୟୁଟ୍ୟୁବରେ ଗୋଟେ ଭିଡିଓ ଏବେ ଯାଉଛି ଏମସିକ୍ୟୁ, ଯେତିକି ବି ଯାଉଛି ଓଡିଶା ରିଲେଟେଡ। ବର୍ତ୍ତମାନ ଓଡିଶା ହିଷ୍ଟ୍ରି ଚାଲିଛି, ତାପରେ ଜୋଗ୍ରାଫି ଚାଲିବ। ତ ଏଇ ଯୋଉ ଏମସିକ୍ୟୁ ଗୁରା ତମର ଦିଟା ଫର୍ମାଟରେ ମୁଁ ରଖିଛି। ଗୋଟିଏ ମୁଁ ନିଜେ ତିଆରି କରୁଛି କିଛି ଜିରୋ ଲେବୁଲରୁ, ଆଉ କିଛି ପିୱାଇକ୍ୟୁ ରଖାଯାଉଛି। ତ ଆକୁ ତୁମେ ଟ୍ରାଏ କରିବ ଯୋଉ ଦିନେ ୟୁଟ୍ୟୁବର ତମକୁ ମୁଁ ପ୍ରୋଭାଇଡ କରିବି ବା ୟୁଟ୍ୟୁବରେ ଯୋଉ ମୁଁ ଛାଡିବି ସେଦିନ ସେ ଏମସିକ୍ୟୁ ଟାକୁ କରିଦବ। ଆର ପିଡିଏଫ ଟା କିନ୍ତୁ ତମ ଆପ୍ଲିକେସନ ଦିଆଯିବ ସିଜିଏଲ ବ୍ୟାଚ୍। ସିଜିଏଲ ବ୍ୟାଚ୍ ମାନେ ଅଛ ଏଇ ଯୋଉ ୟୁଟ୍ୟୁବର ଯୋଉ ଏମସିକ୍ୟୁ ଯେମିତି ପଲିଟିର ସରି ଓଡିଶା ହିଷ୍ଟ୍ରିର 3ଟା ଭିଡିଓ ଯାଇଛି, 3ଟା ଭିଡିଓ ମାନେ 30ଟା କ୍ୱେଶ୍ଚିନ୍। ଯୋଉ 30ଟା କ୍ୱେଶ୍ଚିନ୍ ରୁ ହାରାହାରି 15ରୁ 18ଟା କ୍ୱେଶ୍ଚିନ୍ ପିୱାଇକ୍ୟୁ ର। ଆଉ ବାକି କ୍ୱେଶ୍ଚିନ୍ ମୁଁ ତିଆରି କରିଛି, କିଛି ଇଜି ଲେବୁଲର ଅଛି ସେ। ତ ସେଟାକୁ ଦେଖୁଥିବ ସାଇଡରେ, ଯୋଉଟା କି ତମକୁ ବହୁତ ବେନିଫିଟ ଦବ। ଆଉ ଗୋଟେ ଜିନିଷ କଣ, ଓଏସ୍ ପିଲାମାନଙ୍କୁ କହିବାକୁ ଚାହିଁବି ଯେ ତୁମେ ଏଇ ଜିନିଷ କରିବ। ପୁରା କୌଣସି ୟୁଟ୍ୟୁବ ଚ୍ୟାନେଲର ବହୁତ ପ୍ରକାର ଟ୍ରେକିଂ ଆସୁଛି, ଏଇ ପ୍ରାକ୍ଟିସ ସେଟ ଦିଅ, କିଛି ନାହିଁ। ସିମ୍ପଲ ଥଟ୍ କଥା, ଯଦି ଥିଓରି ଅଛି ତୁମେ ରାଜା ଭଳିଆ ଯିବ କ୍ଲାସ ରୁମକୁ, ଏକ୍ସାମ ହଲକୁ। ଥିଓରି ନାହିଁ, ଖାଲି ପ୍ରାକ୍ଟିସ ସେଟ ଦେଇ ଯାଇଛ, ଭଗବାନ ମୁଁ ଯାହା ଦେଇଛି ଆସିଯାଉ, ପ୍ରଭୁ ମୁଁ ଯାହା ପଢିଛି ଆସିଯାଉ, ଏହା କହି କହିକି ଯିବ। ପୂର୍ବ ବର୍ଷ ଯୋଉମାନେ ଏକ୍ସାମ ଦେଇଥିଲ, ମୁଁ ଥରେଟି ସେମାନଙ୍କୁ ପଚାରିବାକୁ ଚାହିଁବି ଯେ ସେମାନେ ନିଜେ ଏକ୍ସପିରିଏନ୍ସ ତୁମାନଙ୍କ କତିରେ ଅଛି, ମତେ ହଁ କି ନା ରେ କହିବ। ଯେତେବେଳେ ତୁମେ ଏକ୍ସାମ ହଲକୁ ଯାଇଥିଲ ତମ ସହିତ କିଏ ଯାଇଥିଲା, ଥିଓରି ଯାଇଥିଲା ନା ତମ ସହିତ ଯାଇଥିଲା ଏମସି? ଥିଓରି ଯେତେ ଆଉ ମନେ ରଖ, ଏମସିକ୍ୟୁ ତମକୁ ଗୋଟେ ଆଇଡିଆ ଦିଏ। ମୁଁ କେବେ ମନା କରିବିନି ତୁମେ ପ୍ରାକ୍ଟିସ ସେଟ ଦିଅନି, ଏମସିକ୍ୟୁ ଦିଅନି, ତୋର ଭୁଲ ହେଇଯିବ। ଏମସିକ୍ୟୁ ତମକୁ ଆଇଡିଆ ଦେଇଛି କୋଶ୍ଚିନ୍ ଏଇଭଳି ଆସୁଛି। ପ୍ରାକ୍ଟିସ ସେଟ ତମକୁ କଣ କରେ, ଟାଇମ ମ୍ୟାନେଜମେଣ୍ଟ ଶିଖାଏ, ଯେ ଆକ୍ଚୁଆଲି ମତେ ଏଇଭଳି ୱେରେ ଏକ୍ସାମ ହଲରେ ଦେବାର ଅଛି। ଟାଇମ ମ୍ୟାନେଜମେଣ୍ଟ ଏ ଦିଟାକୁ ଛାଡିକି ତୁମେ ଖାଲି କହିବ ମୁଁ ଥିଓରି ଦେବି, ଦ୍ୟାଟ୍ସ ଦ ରଙ୍ଗ, ସେଟା ଭୁଲ। କିନ୍ତୁ ମନେ ରଖ, ଏଇ ଜୁଲାଇ ମାସରେ କୌଣସି ପିଲା କିଛି ପ୍ଲାନିଂ ଶୁଣନି। ତମକୁ ମୁଁ ଗୋଟେ ଜିନିଷ କହିବି ଯେ ପଲିଟିର ଯୋଉ କ୍ଲାସ ହେଇଛି ଆଉ ହିଷ୍ଟ୍ରିର ଯୋଉ କ୍ଲାସ ହେଇଛି, ପ୍ରତ୍ୟେକ ଦିନ ଚେଷ୍ଟା କରିବ ଘଣ୍ଟିଏ ଲେଖା ତାକୁ ରିଭିଜନ କରିବା ପାଇଁ। 8ଟା ବେଳେ ମ୍ୟାଥର ପିୱାଇ ଲାଇଭ, ଏଥର ମନେ ରଖିଲେ ସମସ୍ତଙ୍କୁ ମୋର ଅନୁରୋଧ, ଏଥର ପିୱାଇକ୍ୟୁ କ୍ଲାସ ଯୋଉ ନଥିବ ସମସ୍ତେ ଲାଇଭ କରିବ। ଲାଇଭ କଲେ କଣ ହବ ନା ଲାଇଭରେ ତମେ ଦେଖିବ କେତେ କମ ସମୟ ଭିତରେ ଆନ୍ସର ତମେ ଦେଇପାରୁଛ। ଆ ଦ୍ୱାରା ତମର କଣ ହବ ନା ଟାଇମ ମ୍ୟାନେଜମେଣ୍ଟ ହେଇପାରିବ। ତାପରେ 8ଟା ବେଳେ ତମର ଦିନେ ଜୋଗ୍ରାଫି ଦିନେ ଇକୋନୋମି ଆସିଲା। କିଛି ପିଲାଙ୍କର ମେସେଜ ବି ଥିଲା ଯେ ସାର୍ ଇକୋନୋମି ପଢା ହେଇନି, ଏବେଠୁ ଷ୍ଟାର୍ଟ ହେଇଗଲା।
8ଟା ବେଳେ କରେଣ୍ଟ ଆଫେୟାର। ଏବେ ମନ ଭିତରେ ସମସ୍ତଙ୍କର କ୍ୱେଶ୍ଚିନ୍ ଥିବ ଯେ ସାର୍ କରେଣ୍ଟ ଆଫେୟାର କୋଉ ମାସରୁ ପଡିବା। ଦେଖ, ଜାନୁଆରୀ ମାସ ଆଉ ଫେବୃଆରୀ ବୋଥ ସିଜିଏଲ ବୋଥ ଓଏସ୍ ଦି ଜଣ କଥା କହୁଛି, କାହିଁକି ନା ଦୁଇ ଜଣଙ୍କର ଏକ୍ସାମ ମନ୍ଥ ଆପ୍ରୋକ୍ସିମେଟଲି ସମାନ। ତୁମକୁ ଦି ଜଣ ଏକା ସାଙ୍ଗରେ କଣ୍ଟେଣ୍ଟରେ ତୁମେ ପାର ହେଇ ପଳେଇବ। ଜାନୁଆରୀ ଫେବୃଆରୀରେ ଯେତିକି ମୁଁ କଣ୍ଟେଣ୍ଟ ତମକୁ ଆପ୍ଲିକେସନ ଦେଇଛି ଏନଫ୍ ରହିବ, କାହିଁକି ନା ଜାନୁଆରୀ ଫେବୃଆରୀ ଉପରେ ଏତେ କ୍ୱେଶ୍ଚିନ୍ ଆସେ ନାହିଁ। କିନ୍ତୁ ମାର୍ଚ୍ଚ, ଏପ୍ରିଲ, ମେ, ଜୁନ, ଜୁଲାଇ, ଅଗଷ୍ଟ ଏତିକି ଇମ୍ପୋର୍ଟାଣ୍ଟ ହଉଛି ଓଏସ୍ ପିଲାମାନଙ୍କ ପାଇଁ। କିନ୍ତୁ ସିଜିଏଲ ପିଲାମାନଙ୍କ ପାଇଁ ଆଉ ଗୋଟିଏ ତମେ ଆଡ୍ କରିବ ସେପ୍ଟେମ୍ବର, ଆଉ ଗୋଟିଏ ତମେ ଆଡ୍ କରିବ ସେପ୍ଟେମ୍ବର। ଏତିକି ମାସର କରେଣ୍ଟ ଆଫେୟାର 100% ପଢିବାକୁ ପଡିବ। କାହିଁକି ନା ଏଟା ଡାଇରେକ୍ଟ ତାର ଭିତରୁ କ୍ୱେଶ୍ଚିନ୍ ଆସିବ। ଆଉ ଆସନ୍ତା ମୁଁ ଯୋଉ କରେଣ୍ଟ ଆଫେୟାର ତୁମମାନଙ୍କୁ ଯୋଉ ଲେଖିଛି ଏଟା ମୁଁ ମାର୍ଚ୍ଚ ମାସ ଠାରୁ ଷ୍ଟାର୍ଟ କରିବି, କାରଣ ଜାନୁଆରୀ ଫେବୃଆରୀ ରିଲେଟେଡ୍ ମୁଁ ତୁମମାନଙ୍କୁ ପଢେଇ ସାରିଛି। ମାର୍ଚ୍ଚ ମାସ ଠାରୁ ଷ୍ଟାର୍ଟ କରିବି ଅପ୍ ଟୁ କୋଉ ପର୍ଯ୍ୟନ୍ତ ଓଏସ୍ ପିଲାମାନଙ୍କ ପାଇଁ ଦରକାର, ଅଗଷ୍ଟ ମାସ ପର୍ଯ୍ୟନ୍ତ। କାହିଁକି ନା ଅଗଷ୍ଟ ମାସ ବେଳକୁ ତୁମମାନଙ୍କର ସେପ୍ଟେମ୍ବରରେ ତୁମର କ୍ୱେଶ୍ଚିନ୍ ପେପର ତିଆରି ହୁଏ। ତ ସେତେବେଳେ ସେପ୍ଟେମ୍ବର ତ କ୍ୱେଶ୍ଚିନ୍ ପେପର ତିଆରି ହେଲା, ଥୋଡି ନା ସେ ସେପ୍ଟେମ୍ବରରୁ ପଚାରିବ। ତ ସେପ୍ଟେମ୍ବର ତ ଆଉ ଟିକେ ଲେଟ୍ ହୁଏ ସିଜିଏଲ ଏକ୍ସାମ। ଓଏସ୍ ଏକ୍ସାମ ର 15-20 ଦିନ ପରେ ବା ମାସ ଉପରେ ତ ସିଜିଏଲ ପିଲା ଆଉ ଗୋଟେ ମାସରେ ଏକ୍ସଟ୍ରା ପଡିବ। এইଭଳି ପ୍ୟାଟର୍ନରେ ତୁମେ ପଢିକି ଯାଅ। ମୁଁ ଆଜି ତମକୁ ଲେଖିକି ଦଉଛି, ଆଜିର ଡେଟ୍ ବି ମନେ ରଖ, ରଥଯାତ୍ରାର ପୂର୍ବ ଦିନ। ରଥଯାତ୍ରାର ପୂର୍ବ ଦିନ ଆସନ୍ତା ରଥଯାତ୍ରା, ଆସନ୍ତା ରଥଯାତ୍ରା ବେଳକୁ ଆଇଦର ତମେ ଓଏସ୍ ଅଫିସର ହେଇଥିବ କିମ୍ବା ସିଜିଏଲ ଅଫିସର ହେଇଥିବ। ଆଜି ମୋର କମିଟମେଣ୍ଟ ତୁମମାନଙ୍କ ସହ। କାହିଁକି ନା ଆଜିର ଦିନକୁ ମନେ ପକେଇବ, ରଥଯାତ୍ରା ଠିକ ପୂର୍ବ ଦିନ ସାର୍ ଆମକୁ ଏହା କହିଥିଲେ ଯଦି ଆମେ ଏଇଭଳି ଯିବା, ଆଇଦର ମୁଁ ଜଣେ ଓଏସ୍ ଅଫିସର ହେବି କିମ୍ବା ଜଣେ ସିଜିଏଲ ଅଫିସର ହେଇ ମୁଁ ତୁମ ପୋଷ୍ଟ ଉଠିବି। ଏଟା ମୋର ଗ୍ୟାରେଣ୍ଟି। ଆଉ ସେଇ ଶପଥ ନବ ଆସନ୍ତା କାଲି ସକାଳୁ ଉଠିକି ଯେ ମୋର ଆଜିର ରଥଯାତ୍ରା ଆସନ୍ତା ରଥଯାତ୍ରା ଭିତର ଜର୍ଣ୍ଣି ଏଇ ହବା ଦରକାର। ଆଇଦର ଯୁଆଡୁ ଗୋଟେ ମୁଁ ଗ୍ରୁପ ଏ ରେ ରହିବି କିମ୍ବା ଗ୍ରୁପ ବି ରେ ରହିବି। ପ୍ଲାନ୍ ଏ କ୍ଲିୟର କରିଥିବି କିମ୍ବା ପ୍ଲାନ୍ ବି କ୍ଲିୟର କରିଥିବି, ଯାହାର ଯାହା ଟାର୍ଗେଟ। କିନ୍ତୁ ଦେଖ, ଆମେ ଦେଖ କିଛି ଜିନିଷ ଥାଏ ଯୋଉଟା କି କିଛି କିଛି ପିଲାଙ୍କ ମାଇଣ୍ଡରେ ଥିବ, ସାର୍ ଆମେ ହ୍ୱାଇ ପ୍ଲାନ୍ ବି, ହ୍ୱାଇ ପ୍ଲାନ୍ ବି। ମୁଁ ଏଥିପାଇଁ ଆନ୍ସର ଦେବି, 200 ପୋଷ୍ଟ ଝିଅ ମାନଙ୍କର, ଝିଅ ମାନଙ୍କ ପାଇଁ ପୋଷ୍ଟ ଆଇ ଥିଙ୍କ 78 ପାଖାପାଖି ଅଛି। ତା ଭିତରେ କାଟାଗୋରୀ କିଛି କିଛି ଜାଗାରେ ଲକ୍ ସାଥ ଦିଏ ନା। ନୋ ଡାଉଟ ପରିଶ୍ରମ କରିଥାନ୍ତି, ଥାଏ ସବୁ କିଛି, ଲକ୍ ସାଥ ଦିଏ ନା। କିନ୍ତୁ ସେତେବେଳେ ତମକୁ କଷ୍ଟ ଲାଗିବନି ଯଦି ତମେ ପ୍ଲାନ୍ ବି ଟା କ୍ଲିକ୍ କରିଦେବ। କନଫିଡେନ୍ସ ଆସିବ, ନାଇଁ ମୁଁ ହାରିବିନି, ମୁଁ ତ ଜିତିବି। ପ୍ଲାନ୍ ବି ତ ଅଛି ନା। ଜୀବନରେ କେବେ ହାରିବା ପାଇଁ ଆମେ ଆସିନଥାଉ। ହାରେ ସେଇ ଯିଏ ଯୋଉଦିନ ଆମେ ସଂସାରକୁ ଛାଡି ଚାଲିଯିବା, ତାପରେ ଆମକୁ ଆଉ ଆଗକୁ ଯିବାର ନଥାଏ, ସେଇଦିନ ଆମେ ହାରିଯିବା। ତାର ଅର୍ଥ ନୁହେଁ ଯେ ଏକ୍ସାମ ଗୋଟେ କ୍ଲିୟର ନ କରିପାରିଲେ ଆମେ ହାରିଯିବା। ତ ଆମେ ପ୍ଲାନ୍ ଏ ପ୍ଲାନ୍ ବି ଏମିତି ରଖିବା ଯେମିତି ସକ୍ସେସ୍ ଏଇ ବର୍ଷ ଆମ ପାଇଁ ହବ, ଏଇ ବର୍ଷ ସକ୍ସେସ୍ ଫାଇନାଲ ସକ୍ସେସ୍ ହବ ସେଇଭଳି। କିନ୍ତୁ ତୁମମାନଙ୍କୁ କିଛି ଏକ୍ସଟ୍ରା କାମ କରିବାକୁ ପଡିବ। ବର୍ତ୍ତମାନ ଆପ୍ଲିକେସନରେ ତୁମମାନଙ୍କର ଯୋଉ ସବୁ କ୍ଲାସ ସରିଛି, ଦେଖ, ସମସ୍ତଙ୍କର ଏଜ ଲିମିଟ 42 ପ୍ଲସ୍ 5 ବର୍ଷ ଏଜ ରିଲାକ୍ସେସନ, ଦ୍ୟାଟ ମିନ୍ସ 47। ଦ୍ୟାଟ ମିନ୍ସ ହଁ, କିଛି କିଛି ପିଲା ଭାବୁଥିବେ ଯେ ହଁ ଏତେ ଦିନ ସମୟ ଅଛି। ଏତେ ଦିନ ସମୟ ଅଛି ଯୋଉମାନେ ଭାବୁଛ, କିଛି ଦିନ ପରେ ତମର ସେ କନଫିଡେନ୍ସ କମି ଆସିଥିବ। କିନ୍ତୁ ଜଣଙ୍କର ବୟସ ସପୋଜ ବର୍ତ୍ତମାନ 44 ଅଛି, ତା ପାଖରେ ଯୋଉ କନଫିଡେନ୍ସ ଥିବ ବର୍ତ୍ତମାନ, କାରଣ ସେ ଯେହେତୁ ନୂଆ କରି ଏକ୍ସାମ ଦେବ, ଫୁଲ ଜୋସରେ ଥିବ, ସେ ଏକ୍ସାମ କ୍ଲିୟର କରିବାର ଚାନ୍ସ ଅଛି। କିନ୍ତୁ ଗୋଟେ ପିଲା ଏ ବର୍ଷ ଦଉଛି ହାରୁଛି, ଆର ବର୍ଷ ଦଉଛି ଫେଲ ହଉଛି, ଏମିତି 3-4 ବର୍ଷ ପରେ କନଫିଡେନ୍ସ ଧୀରେ ଧୀରେ ଗ୍ରାଜୁଆଲି କମି କମି ଆସିଥାଏ। ତ ସେଥିପାଇଁ ଏ ବର୍ଷ ଫାଇନାଲ ଇୟର, ସେଥିପାଇଁ ପୁରା ଟାର୍ଗେଟ ରଖିବା ଆଉ ଆମ ଏକ୍ସାମକୁ ବଜେଇବା। ଆଉ 26 ପିଲାମାନଙ୍କୁ ମୁଁ ଏଇଠି ଗୋଟେ ମେସେଜ ଦବାକୁ ଚାହୁଁଛି ଯେ 26ର ନୋଟିସ ଡିସେମ୍ବର ମାସରେ ଆସିବ। ତୁମେ ସବୁବେଳେ ମାଇଣ୍ଡ ରଖ, ମୁଁ ଏଇଭଳି ପଢିବି, ନୋଟିସ ଆସିଲା ବେଳକୁ ମୋର ଯେମିତି ସିଲାବସ ସରିଥିବ, ତାପରେ ମୁଁ ରିଭିଜନ କରିବି। ଆଉ 26ରେ ଏଥର ପୋଷ୍ଟ 500+ ଆସୁଛି। କାହିଁକି ଦେଖ, ପୂର୍ବ ବର୍ଷ ଆସିବାର ଥିଲା, କାରଣ ପୋଷ୍ଟ ଫାଙ୍କା ଅଛି। କାହିଁକି କମ ଦିଆଯାଇଛି, ମୁଁ ବାର ବାର ଏଇଟା କହୁଛି, 200 ପୋଷ୍ଟ ଯେହେତୁ ଆମର ଓଏସ୍ ଏକ୍ସାମ ଗୋଟିଏ ବର୍ଷ ଡିଲେ ଚାଲୁଛି, ତାକୁ ସ୍ପିଡ ଅପ୍ କରିବା ପାଇଁ ସେ ଜିନିଷ କରାଯାଇଛି। ସିଜିଏଲ ବାହାରିନି, 15 ଦିନ ଭିତରେ ସିଜିଏଲ ର ପୋଷ୍ଟ ବାହାରିବ। ସିଜିଏଲ ବାହାରିନି, ସିଜିଏଲ 15 ଦିନ ଭିତରେ ବାହାରିବ। ଇଏ ଦେଖ, ହଁ ଏନସିଆରଟି କ୍ଲାସ ରଖିବି, ଏନସିଆରଟି ଏଗୁଡ଼ା ଥିଓରି ଗୁଡ଼ା ଟିକେ ସାରିଦେଲା ପରେ ଏନସିଆରଟି ମତେ ଜଲ୍ଦି ରିଭିଜନ କରିବା ପାଇଁ ଏକ୍ସାମ ଇଜି ହବ, ଇଜି ହବ।
छब्बीस एग्जाम के तुम एग्जाम मत छाड़ मार बोली आगे तुम नोटिस आसिया पूर्व सिलेबस सार मुझे तुम सहित यही प्रोसेस ଯିବା ଆଉ ଯାହାର ବି ଯେତେବେଳେ ବି ଡାଉଟ୍ ଅଛି ମତେ କଲ୍ କରିପାରିବ 9937953590 ଯଦି କୌଣସି କାରଣରୁ ମୁଁ କଲ୍ ରିସିଭ୍ କରିପାରୁନି ମୁଁ ଟ୍ରାଏ କରିବି କଲ୍ ବ୍ୟାକ୍ କରିବା ପାଇଁ କିମ୍ବା ତୁମେ ଏଇ ନମ୍ବରର ହ୍ୱାଟ୍ସଆପ୍ ମଧ୍ୟ ଅଛି ମେସେଜ କରିଦେଇଥିବ ମୋ ସୁବିଧା ଦେଖି ତମକୁ ରିପ୍ଲାଏ ବି ଦେଇଦେବି ସୁବିଧା ଦେଖି ରିପ୍ଲାଏ ବି ଦେଇଦେବି ଆଚ୍ଛା ଆଉ ଯାହା ବି ଯେମିତି ବି ତମକୁ ମାନେ ଆଗକୁ ଯିବା ପାଇଁ ଯୋଉ ଯୋଉ ପ୍ରୋସେସ ଦରକାର ମୁଁ ଧୀରେ ଧୀରେ ଷ୍ଟେପ ତୁମକୁ ନେବି ହଁ ଆଉ ଗୋଟେ ଜିନିଷ ମୁଁ ଓଏସ୍ ପର୍ଟିକୁଲାର ଓଏସ୍ ପିଲାମାନଙ୍କୁ କହିବାକୁ ଚାହୁଁଛି ତୁମର ଯୋଉ ଏମସିକ୍ୟୁ ସେକ୍ସନ ଅଛି ଯୋଉଟା କି ଫୁଲ ଲେନ୍ଥ ଟେଷ୍ଟ ଗୋଟେ ଅଛି ଆଉ ଗୋଟେ ସବଜେକ୍ଟ ୱାଇଜ ଅଛି ଯେତେବେଳେ ଫ୍ରି ଟାଇମ ପାଉଛ ନା ଟିକେ ରିଭିଜନ କର କାହିଁକି ନା ମୁଁ ଯୋଉ କୋଶ୍ଚିନ୍ ମୁଁ ସବୁ ଦେଇଛି ବର୍ତ୍ତମାନ ସୁଦ୍ଧା ହାରାରି ଯେତେବେଳେ ଦିଟାକୁ କାଉଣ୍ଟ କରିବ 500 ପାଖାପାଖି କୋଶ୍ଚିନ୍ ଏଭବ ହେଇସାରିଲାଣି ଯେତେବେଳେ ବି ସମୟ ପାଉଛ ତ ଗୋଟେ ରିଭିଜନ କର କାହିଁକି ନା ସେଇ କୋଶ୍ଚିନ୍ ତମର ଆଉ ଟିକେ ଆଇଡିଆ ଆସିବ ରିଭିଜନ କର ତ ଓକେ ଥ୍ୟାଙ୍କ ୟୁ ଷ୍ଟୁଡେଣ୍ଟ ତ ସମୟ ଦେଇଥିବାରୁ ଥ୍ୟାଙ୍କ ୟୁ ତ କ୍ଲାସକୁ ମୁଁ ବର୍ତ୍ତମାନ ଅଫ୍ କରୁଛି କାହାର ଯଦି କିଛି ପ୍ରୋବ୍ଲେମ ଥିବ ମୁଁ ଡେଫିନେଟଲି ମୁଁ ମତେ ମେସେଜ କିମ୍ବା କଲ୍ କର ମୁଁ ତମକୁ କହିଦେବି ଏ କ୍ଲାସଟା ମୁଁ ୟୁଟ୍ୟୁବରେ ଅପଲୋଡ କରିବି ଆଉ ୟୁଟ୍ୟୁବର ଲିଙ୍କଟା ଗ୍ରୁପରେ ମୁଁ ଦେଇଦେବି ଆସନ୍ତା କାଲି କେବଳ ମର୍ଣ୍ଣିଂରେ କ୍ଲାସ ଅଛି ଇଭିନିଂ କ୍ଲାସ ଅଫ୍ ଯେହେତୁ କାଲି ଆମର ରଥଯାତ୍ରା ଓକେ ଥ୍ୟାଙ୍କ ୟୁ